ପ୍ରକୃତିର ତାଣ୍ଡବ ଲୀଳା ଚାଲିଛି। ତ ଏହାକୁ ନେଇକି ଯେତେବେଳେ ଏଇନାକେ ସାରା ବିଶ୍ୱ ହଉ କିମ୍ବା ଆମ ଭାରତ ହଉ ଓଡ଼ିଶାବାସୀ ହୁଅନ୍ତୁ ନା ଚିନ୍ତିତ ଉପରେ ଅଛନ୍ତି। ଯେତେବେଳେ ମାଳିକା ମହାପୁରୁଷ ମାନେ 600 ବର୍ଷ ପୂର୍ବରୁ ଲେଖିଥିଲେ ତା ସତ୍ୟତା ପ୍ରତିପାଦନ ହଉଛି। ତ ଏଇ ପରିପ୍ରେକ୍ଷୀରେ କହିବା କି ତ ଆଗକୁ ଯୋଉ ଆମେ ବର୍ତ୍ତମାନ ଅପଡେଟ ଗୋଟେ ରହୁଛି ଆପଣଙ୍କର ଆଜି ବ୍ରିଜ ପୁନେରେ ମାନେ ଭୁଷୁଡି ଗଲା। ତ ଝାଡା ବାନ୍ତି ଆକ୍ରାନ୍ତ ରହିଲାଣି ପ୍ରାୟ 4ଟା ଜିଲ୍ଲାକୁ। ଆପଣଙ୍କର ପ୍ରଥମ କରି ଯାଜପୁର ହେଇଥିଲା, ତାର ବ୍ୟାପିକି କେନ୍ଦୁଝର ଏବଂ ଭଦ୍ରକ ଠାରୁ ଆରମ୍ଭ କରି ଆପଣଙ୍କର କଟକ ମଧ୍ୟ ଇଏ କଲାଣି। ତ ଏଇ ଯୋଉ 64 ଯୋଗିନୀ ମାନଙ୍କର ଖେଳ ବୋଧ ହେଇପାରେ କି? ନିଶ୍ଚୟ ଏ କଥା ସତ୍ୟ, କାରଣ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ଗୁପ୍ତ ଭବିଷ୍ୟାନ୍ତ ମାଳିକାରେ କହିଲେ, ଅଲୋଡା ବେଳରେ ହାତୀ ଶୁଣ୍ଢ ଧାରେ ଅକାଳେ ବର୍ଷା ହେବ, ଚୈତ ମାସରେ ଜଳ ବର୍ଷଣେ ପ୍ରବଳ ନଦୀ ବଢିବ, ମାଘ ମାସେ ମହାଗ୍ରୀଷ୍ମ ହୋଇବ, ବୈଶାଖ ମାସରେ ଶୀତ, 13 ଦିନ ଝଡ଼ ଋତୁ ଭୋଗ ହେବ, ଶୁଣନ୍ତୁ ବିନତା ସୁତ। ମୀନ ଶନି ଚଳନ ହବା ପରଠାରୁ ଆପଣ ଗୋଟେ କଥା ଦେଖନ୍ତୁ, ମୀନ ଶନି ଯେତେବେଳେ ଚଳନ କଥାକୁ ନେଇ ଆମର ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଲା ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଲା ଏବଂ ମୀନ ଶନି କଥା ସତ୍ୟ ଏବଂ ଏକଥା ଆମର କୋହିନୂର ପଞ୍ଜିକାଠୁ ଆରମ୍ଭ କରି ଆମର ମା ବିରଜା ପଞ୍ଜିକା, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଞ୍ଜି, ଏ ସବୁ ପାଞ୍ଜି ପ୍ରମାଣ ଯାହା ଯାହା କରିଛନ୍ତି ତାହା ସତ୍ୟ। କିନ୍ତୁ କିଛି ମାନେ କଥା କୁହା ନିଜେ ଆତ୍ମ ବଡ଼ିମା ଦେଖେଇ ଆତ୍ମ ବଡ଼ିମା ଦେଖେଇ ଏବଂ ମାନେ ଆତ୍ମଘୋଷିତ ହେତୁବାଦୀ ମାନେ ଆକୁ ଘୋର ବିରୋଧ କରୁଥିଲେ ଏବଂ ସେ ବିରୋଧତା ବର୍ତ୍ତମାନ ସତ୍ୟ ପ୍ରମାଣିତ ହେବାକୁ ଯାଉଛି। ସେମାନେ ଯାହା ବିରୋଧ କରୁଛନ୍ତି ସେମାନେ ଅଜ୍ଞାନୀ ଏବଂ ମିଥ୍ୟାଚାରୀ ଏବଂ ନିଜର ଆତ୍ମବଡ଼ିମା ଦେଖେଇବା ପାଇଁ ଏପରି କରୁଛନ୍ତି। କିନ୍ତୁ ଆପଣ ଦେଖନ୍ତୁ କୋହିନୂର ପ୍ରେସରେ କୋହିନୂର ପଞ୍ଜିକା ତାର ପାଞ୍ଜିର ପ୍ରଥମ ଦ୍ୱିତୀୟ ପୃଷ୍ଠାରେ ସେ ସ୍ପଷ୍ଟ ଭାବରେ ଲେଖିଛି, ଆକାଶ ମାର୍ଗରେ ବିମାନ ଦୁର୍ଘଟଣା, ରାସ୍ତାରେ ଗାଡି ବସ୍ ମଟର ଦୁର୍ଘଟଣା, ଭୟଙ୍କର ଅଗ୍ନିକାଣ୍ଡ, ବିତ୍ପାତ, ବନ୍ୟା, ବାତ୍ୟା, ହଇଜା, ମରୁଡି, ଭୂକମ୍ପ, ଇଏ ନାନା ପ୍ରାକୃତିକ ବିପର୍ଯ୍ୟୟ ଚଣ୍ଡୀ ଚାମୁଣ୍ଡା ମାନେ ମାଡି ଆସି ହେବେ। ଆପଣ ଦେଖନ୍ତୁ ଯାଜପୁରରେ କିଛି ଦିନ ଧରି ଗୋଟେ ହଇଜା କଲରା ଯେ ଯାହା ଆମ ପିଲା ବେଳେ ଥିଲା 40-50 ବର୍ଷ ଥରେ ଥିଲା କଲରା, ଯୋଉଟା ଆମେ ଯାଉଥିଲୁ ଯେତେବେଳେ ରଥଯାତ୍ରା ଦେଖିବାକୁ ବାଟରୁ ଆମକୁ ଇଞ୍ଜେକ୍ସନ ଦେଇ ଦିଆ ହଉଥିଲା, କାରଣ ରଥଯାତ୍ରା ଭିଡକୁ ଗଲେ କାଳେ କଲରା ହେଇଯିବ। ଏବଂ ଯାଜପୁର ଭଳି ଗୋଟିଏ ସହର ଭିତରେ ଗାଁ ଗହଳିରେ ବର୍ତ୍ତମାନ ଏତେ ଜୋର ଝାଡା ବାନ୍ତି ମାତିଛି ଯୋଉଥିରେ 8 ଜଣ କଲରା ରୋଗୀ ଚିହ୍ନଟ ହୋଇଛନ୍ତି। 2,500 ରୋଗୀ ବର୍ତ୍ତମାନ ଝାଡା ବାନ୍ତିରେ ଆକ୍ରାନ୍ତ ହେଇ ଚିକିତ୍ସିତ ହଉଛନ୍ତି ଏବଂ କେନ୍ଦ୍ର ସରକାର ରାଜ୍ୟ ସରକାର ସ୍ୱାସ୍ଥ୍ୟ ଟିମ୍ କୁ ଗାଁ ଗହଳିରେ ଜଗିକି ରଖିଛି। ଖାଲି ଯାଜପୁର ନୁହେଁ, ସେଠୁ ସିଧା ଡେଇଁଲା ବାଙ୍କିରୁ କେଉଁଝର, ଏବେ କଟକ, ଇଏ ଧୀରେ ଧୀରେ ସମଗ୍ର ଓଡିଶାକୁ ଗ୍ରାସ କରିବାରେ ଲାଗିଛି। ଆପଣ ନିଜେ ଦେଖିଲେ ଯେ କିଛି 2-3 ଦିନ ତଳେ ଯୋଉ ଘଟଣା ଘଟିଲା 12 ତାରିଖ ଦିନ ବିମାନର ଯୋଉ ଭଳି ଦୁର୍ଘଟଣା ଏୟାର ଇଣ୍ଡିଆ ହେଲା, ସେଥିରେ 241 ଜଣ ନିହତ ହେବା ସହିତ ଅନ୍ୟ ଯୋଉ ମେଡିକାଲ କଲେଜ ଉପରେ ଆକ୍ରମଣ ଧକ୍କା ଖାଇକିରି ସେଠି ମଧ୍ୟ ଯୋଉମାନେ ଆକ୍ରାନ୍ତ ହେଲେ ସେମାନେ ମିଶିକିରି 265 ଜଣ ନିଧନ ହେଲେ। ଆଜି ଆପଣ ଦେଖନ୍ତୁ ଏ ଗତକାଲିର କଥା, ଆପଣଙ୍କର ହିମାଳୟ କେଦାରନାଥଙ୍କ ପାଖରେ ଗୋଟିଏ ହେଲିକପ୍ଟର ଯାତ୍ରା କରୁଥିଲା ବେଳେ ସେଇଟା ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେଇକିରି ସେଥିରେ ମଧ୍ୟ ଅନେକ ଲୋକ ନିଧନ ହେଇଛନ୍ତି। ଆଜି ପୁଣି ପୁନେରେ ଦେଖନ୍ତୁ ଗୋଟିଏ ବ୍ରିଜ କେମିତି ଭୁଷୁଡି ପଡିଛି, ସେଠି 12 ଜଣ ଲୋକ ସେ ବ୍ରିଜ ଉପରେ ଦେଖଣାହାରୀ ଭାବେ ଥିଲେ, କାରଣ ଏଇ ବନ୍ୟା ବର୍ଷା ସମୟରେ ସେ ବ୍ରିଜ କି କିଛି ପର୍ଯ୍ୟଟକ ମାନେ ଯାତ୍ରା କରିବାକୁ ଯାଆନ୍ତି ଦେଖିବାକୁ ବନ୍ୟା ସେଠି ପ୍ରୟଙ୍କରୀ ବର୍ଷା ହେଇଛି, ବାଦଲ ଫଟା ବର୍ଷା ହେଇଛି, ଯୋଉଥିରେ ଏପରି ଘଟଣା ଗୋଟେ ଘଟିଛି। କୋଉଠି ବସ ଦୁର୍ଘଟଣା ହେଇଯାଉଛି, ଆପଣ ନିଜେ ଜାଣିଛନ୍ତି। ଓଡିଶାରୁ ଯାଇଥିଲେ ବୁଲିବାକୁ ତୀର୍ଥ କରିବାକୁ, ସେମାନେ କେମିତି ଭାସିଗଲେ ନଦୀରେ, ବସ ଦୁର୍ଘଟଣା ହେଇଗଲା, ମରିଗଲେ।
ଏବଂ ଏବେ ଯାହା ଯାହା ଘଟୁଛି ଏ ସବୁ ସେଇ ଚଣ୍ଡୀ ଚାମୁଣ୍ଡାଙ୍କର କଥା ଯାହା ମାଳିକାରେ ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି ତାହା ସତ୍ୟ ହଉଛି। ଏବଂ ସେ ସେତେବେଳେ କହିଥିଲେ କୋଉଥିରେ ନା ଅଚ୍ୟୁତାନନ୍ଦଙ୍କର ମହାଗତ ଭବିଷ୍ୟତ ମାଳିକାରେ ସେ ମଧ୍ୟ ସେତେବେଳେ କହିଥିଲେ ଯୋଉଟା 1996 ମସିହା ଠାରୁ ଘଟିବ ବୋଲି ତାହା ପ୍ରମାଣିତ ହେଇସାରିଛି। ସେ କଥା ମଧ୍ୟ ମୁଁ ଆପଣଙ୍କୁ ଶୁଣାଉଛି। 13 ଅଙ୍କ ଯାଇ 14 ଅଙ୍କରେ ବୀଜ ମାରିଣ ହୋଇବ, ମହାଘୋର ବୃଷ୍ଟି ଅକାଳେ କରିଣ କୃଷି କେବେ ହେ ନୋହିବ। 15 ଅଙ୍କ ଯେ ଗୁପତ ଗରୁଡ଼ କାଳ ପଡିବ ଦେଶରେ, ଭୂମିକମ୍ପ ହେବ 17 ଅଙ୍କରେ ଜନ ହେବେ ନାରଖାରେ। ଦିନା କେତେ ଖଳ ନିନ୍ଦିବେ ଗରୁଡ଼, କଳି ଧ୍ୱନି ହେବ ସାର, ଝଙ୍କାରି ବୋଲିଣ ଦଳ ଦଳ ପୋକ ଉଡି ଆସିବେ ଶୂନ୍ୟର। ଆପଣ ଦେଖିଥିବେ ଯେ ଗୋଟେ ସମୟରେ ଏଇ କୋରୋନା ପୂର୍ବ 18 ମସିହା 19 ମସିହାରେ ମାନେ 2000 ପୁରା ଆକାଶରେ ଆଉ ବାଦଲ ଭଳି ଆଇଲେ ଯେ ଆଉ ତଳେ ସୂର୍ଯ୍ୟ କିରଣ ପଡିଲାନି। ତାମାନେ ଅଚ୍ୟୁତଙ୍କର ମାଳିକା କେତେ ସ୍ପଷ୍ଟ ଭାବରେ ସେ କହିଛନ୍ତି। 13ରେ ତରକ ହୋଇବ 14 ସିନ୍ଧୁ ଘୋଷ ହେବ, ଦକ୍ଷିଣୁ ଲହଡି ଉଠିବ ଗ୍ରାମ ପାଟଣା ବୁଡିବ ଯେ, 14 ଆମ୍ଭେ ହେବୁ ଜନ୍ମ ରହିବୁ କାଶୀ ଦେଶ ଗ୍ରାମ, ପାଇବେ ଅନେକ ସୂଚକ ଜାଣିବେ ଜ୍ଞାନୀ ସନ୍ଥ ଲୋକ। ଦେଖନ୍ତୁ ସିଏ ଏଠି ସ୍ପଷ୍ଟ ଭାବରେ କହିଦଉଛନ୍ତି 14 ଅଙ୍କରୁ ଆମେ ଜନ୍ମ ହେଇଛୁ ଏବଂ ଆମେ ଗୁପ୍ତରେ ଲୀଳା କରୁଛୁ। ଆମକୁ କୌଣସି ସାଧୁ ସନ୍ଥ କେହି ବି ଆମକୁ ଚିହ୍ନି ପାରିବେନି, କିନ୍ତୁ ଆମେ ସେଇମାନଙ୍କ ମେଳରେ ରହି ଏ ଲୀଳା କରିବୁ। ତେଣୁ କାହାରି ମନ କାହାରି ସଙ୍ଗେ ନ ମିଳିବ, ଜଣେ ବୁଢୀ ମରୁଥିଲେ ଜଣେ ହସୁଥିବ, ଚୋରି କରୁଥିବା ଲୋକେ ସାଧୁ ବୋଲାଇବେ, ସାଧୁ ଏ ଚୋରି ନ କରି ଦଣ୍ଡ ପାଉଥିବେ, ଖଚୁଆ ମିଛୁଆ ଆଉ ପର ଘର ବୁଢା, ଏମାନେ ବୁଲିବେ ଚଢି ପାଲିଙ୍କି ଯେ ଘୋଡା। ଅଚ୍ୟୁତାନନ୍ଦଙ୍କର କଳିଯୁଗ ଗୀତା ଏଇଟା କହୁଛନ୍ତି। ତେଣୁ ଇଏ ଯାହା ଯାହା ଆପଣ ବର୍ଣ୍ଣନା କରୁଛନ୍ତି, ଯୋଉ ଯୋଉ କଥା ଆପଣ ଚ୍ୟାନେଲରେ ଆପଣ ଦେଇଛନ୍ତି ଆଜି ପର୍ଯ୍ୟନ୍ତ, ଗୋଟେ କଥା ମତେ କହନ୍ତୁ କୋଉଟା ମିଛ ହବାକୁ ଯାଉଛି? ଲୋକମାନେ କିଏ କଣ ତାଙ୍କର ଅଜ୍ଞାନତା କାରଣରୁ କାହାକୁ ମିଛ କାହାକୁ ସତ କହୁଛନ୍ତି। ଏବଂ ଯୋଉ ଲୋକମାନେ କହୁଛନ୍ତି ଯେ ଘଟିଲା ପରେ ମାଳିକା କଥା ସତ ହେଲା ବୋଲି କାହିଁକି କୁହାଯାଉଛି, କାହିଁକି ଆଗରୁ କୁହାଯାଉନି? ଆରେ ପାଗଳା, ଆଗରୁ କୁହାଯାଇଛି, ତୁମେ ମାଳିକାକୁ ପଢୁନ କଣ ପାଇଁ? ତୁମେ ମାଳିକା ପଢ, ପାଞ୍ଜି ପଢ, ଜଗନ୍ନାଥ ସଂସ୍କୃତି ପଢ, ଭାଗବତ ପଢ, ଏକାଦଶ ସ୍କନ୍ଦ ପଢ, ସବୁଥିରେ ଭବିଷ୍ୟତ ବାଣୀକୁ ସ୍ପଷ୍ଟ ଭାବରେ ମହାପୁରୁଷ ମାନେ ଅଭିରାମ ପରମହଂସଙ୍କର କୋଇଲି ମାଳିକା ପଢ, ୟାଙ୍କର କଳି ଭାଗବତରେ ଅଭିରାମ ପରମହଂସଙ୍କର ମଧ୍ୟ କିଛି ଭବିଷ୍ୟବାଣୀ ଅଛି ପଢ। ଏବଂ ପଞ୍ଚସଖାଙ୍କର ଖାଲି ଅଚ୍ୟୁତ ମହାପୁରୁଷ କାହିଁକି, ପଞ୍ଚସଖା ମାନେ ସମସ୍ତେ ବଳରାମ ଦାସଙ୍କ କଥା କୁହନ୍ତୁ, ଶିଶୁ ଅନନ୍ତଙ୍କ କଥା କୁହନ୍ତୁ, ଯଶୋବନ୍ତ ଦାସଙ୍କ କଥା କୁହନ୍ତୁ, ଜଗନ୍ନାଥଙ୍କର କଥା, ଜଗନ୍ନାଥ ଦାସ ଭାଗବତ କଥା, ଏକାଦଶ ସ୍କନ୍ଦ କଥା କୁହନ୍ତୁ, ସବୁଥିରେ ମାଳିକା ଭଳି ସବୁଥିରେ ଭବିଷ୍ୟ କଥା କୁହାଯାଇଛି। ଏବଂ ସାରଳା ମହାଭାରତରେ ମଧ୍ୟ ସାରଳା ଦାସ, ଶୂଦ୍ରମୁନି ସାରଳା ଦାସ, ଜ୍ଞାନପୀଠ ଯୋଉଟା ଆମର ଜଗତସିଂହପୁର, ମା ଇଏ ସାରଳା ନିଜେ ହଉଛନ୍ତି ବାଦିନୀ, ଯିଏ ବ୍ରହ୍ମାଙ୍କ ନନ୍ଦିନୀ, ତାଙ୍କରି କ୍ଷେତ୍ରରେ ଉପାସନା କରି ସାରଳା ଦାସ ଯୋଉ ଓଡିଆ ମହାଭାରତ କଲେ, ସାରଳା ମହାଭାରତ କଲେ, ସେଥିରେ ମଧ୍ୟ ଅନ୍ତିମ ଚରଣରେ ସେ ଏଇ ସବୁ ଘଟଣା ଗୁଡିକ ଘଟିବ ବୋଲି କହିଛନ୍ତି। ଆକୁ ବିଶ୍ୱାସ କରିବା କଥା। ଏବଂ ଯେଉଁମାନେ କହୁଛନ୍ତି ଆଗରୁ କାହିଁକି କୁହାଗଲାନି, ଆଗକୁ କିଏ କହିବ, କାହିଁକି କହିବ, କାହିଁକି କହିବ? ତମେ ପଢୁନ, ପଢିକିରି ଦେଖ ଯୋଉ ଯୋଉ କଥା କଣ ଏଗୁଡା ମିଛ କି? ତେଣୁ ଏ କଥା ଗୁଡିକ ଘଟୁଛି ଯୋଉ ଦିନ ଠାରୁ ଶାଗୁଣା ବସିଲା ବଡ ଦେଉଳରେ, ଯୋଉ ଦିନଠୁ ପଥର ଖସିଲା ବଡ ଦେଉଳରୁ। ଏବଂ ମାଳିକାରେ ସ୍ପଷ୍ଟ ଭାବରେ ଲେଖା ହେଇଛି, ମାଳିକାରେ ବି ଏକଥା ସ୍ପଷ୍ଟ ଭାବରେ ଲେଖା ହେଇଥିଲା ଯେ ତ୍ରିଜଟା ହଉଛନ୍ତି ନନ୍ଦିନୀ ଇନ୍ଦିରା ଗାନ୍ଧୀ, ଯିଏ ଦିଲ୍ଲୀ ଦରବାରରେ ବସିବେ ଏବଂ ଗୁଳି ମାଡରେ ସେ ନିଧନ ହେବେ। ଏବଂ ଇନ୍ଦିରା ଗାନ୍ଧୀ ଭାରତ ବର୍ଷର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମହିଳା ନେତ୍ରୀ ଭାବରେ ପ୍ରତିଷ୍ଠା ଲାଭ କରିବେ। ଏବଂ ସେଇଟା ହଉଛି ଦିଲ୍ଲୀ ଦରବାର। ତେଣୁ ଏଗୁଡିକ ଅଚ୍ୟୁତ ମହାପୁରୁଷ ସ୍ପଷ୍ଟ ଭାବରେ ଯୋଉଠି ଯାହା କହିଛନ୍ତି ବା ପଞ୍ଚସଖା ମାନେ ଯୋଉଠି ଯାହା କହିଛନ୍ତି ସବୁ ସତ୍ୟ ପ୍ରମାଣିତ ହଉଛି। ତାକୁ ଯଦି ଆପଣ ମାନେ ଅବିଶ୍ୱାସ କରୁଛନ୍ତି, ଆପଣ ମାଳିକା ପୁସ୍ତକ
ସଂଗ୍ରହ କରନ୍ତୁ, ପଞ୍ଚସଖାଙ୍କର କରନ୍ତୁ, କିମ୍ବା ଭାଗବତ ପଢନ୍ତୁ, କିମ୍ବା ଆପଣ ଅଭିରାମଙ୍କର ମାଳିକା ପଢନ୍ତୁ, କୋଇଲି ମାଳିକା ପଢନ୍ତୁ, କିମ୍ବା ଶାରଳା ଦାସଙ୍କର ମହାଭାରତ ପଢନ୍ତୁ। ଆପଣ କିଛି ପଢିବେନି ଏବଂ ଯୋଉମାନେ ପଢିଛନ୍ତି ସେମାନେ ନୀରବରେ ସବୁ କଥା ଜାଣିକିରି ଗୁପ୍ତରେ ଅଛନ୍ତି। ଇଏ ଲୀଳା ଲାଗିଛି। ବର୍ତ୍ତମାନ ଭାଇରସ ଦେଖନ୍ତୁ, ଯୋଡାଏ ଯୋଡାଏ ଭାଇରସ ଆପଣଙ୍କ ଚ୍ୟାନେଲରେ ଆମେ କହିଥିଲୁ ମାସେ ତଳେ ଯେ ଗୋଟେ ଭାଇରସ ଆସୁଛି ଭୟଙ୍କର ଭାବରେ ଗ୍ରାସ କରିବ, ଯୋଉଟା କୋରୋନା ଆସିଗଲା। ଏବଂ କୋରୋନା ଭାଇରସ ଗ୍ରାସ କରିବା ସହିତ ଆପଣ ନିଜେ ଦେଖୁଛନ୍ତି ବର୍ତ୍ତମାନ ସମଗ୍ର ଓଡିଶାରୁ ପ୍ରାୟ 25 ଭାଗକୁ ଗ୍ରାସ କରିସାରିଛି ମହାମାରୀ ହଇଜା। ବର୍ତ୍ତମାନ ସେଥିରେ ମଧ୍ୟ ଆଜି ଯୋଡ଼ିଏ ଲୋକ ମରିଯାଇଛନ୍ତି। ତେଣୁ ଲୋକ ଶହ ଶହ ଲୋକ ବର୍ତ୍ତମାନ ପୋକ ବାଛି ଭଳି ମରିବେ। ଇଏ କଥାଟି ସତ୍ୟ। ଇଏ ମରିବା ପାଇଁ ଆମେ ଡରଉନୁ କାହାକୁ, କିନ୍ତୁ ସଚେତନ କରଉଛୁ ଯେ ଯଦି ଏଥିରୁ ବଞ୍ଚିବାର ଅଛି ସତର୍କ ରୁହନ୍ତୁ। ହଇଜାରୁ ଏବେ ବଞ୍ଚିବାକୁ ହେଲେ ଫୁଟା ପାଣି ପିଅନ୍ତୁ, ନଦୀ ନାଳରେ ଗାଧାନ୍ତୁ ନାହିଁ, ଆପଣ ସତର୍କ ରୁହନ୍ତୁ। ବର୍ତ୍ତମାନ ପଚା ସଢା ଫଳ ଆମ୍ବ ପଣସ ଖାଆନ୍ତୁ ନାହିଁ, ମାଛି ବସା ଖାଦ୍ୟ ଖାଆନ୍ତୁ ନାହିଁ, ବାସି ଖାଦ୍ୟ ଖାଆନ୍ତୁ ନାହିଁ, ଅନ୍ୟର ଶଙ୍କୁଡି ଖାଆନ୍ତୁ ନାହିଁ, ବାହାରକୁ ଗଲେ ମୁଖରେ ମାସ୍କ ଲଗେଇକି ଯାଆନ୍ତୁ, ଏପରି ସତର୍କ ରୁହନ୍ତୁ। ଏବଂ ପଞ୍ଚସଖାଙ୍କ ପାଦ ତଳେ ପଡି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ପଡି ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ଦୟାମୟ ଆପଣ ଆମକୁ ରକ୍ଷା କରନ୍ତୁ। ଓଡିଆ ଜାତିର ଇଷ୍ଟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ଶ୍ରୀକ୍ଷେତ୍ରରେ କିଛି ଅଶୁଭ ଘଟଣା ଘଟିଲେ ତାହା ଦେଶ ପ୍ରତି ବିପଦ ବୋଲି ଲୋକେ ବିଶ୍ୱାସ କରୁଛନ୍ତି ଏବଂ ପଞ୍ଚସଖା ମାନେ ଏଇଭଳି ଘଟଣାକୁ ବିତ୍ପାତ ଯୋଗ ବୋଲି କହିଯାଇଛନ୍ତି। ଅତିବୃଷ୍ଟି, ଅନାବୃଷ୍ଟି, ଅକାଳ ବଜ୍ରପାତ, ଆପଣ ଦେଖନ୍ତୁ ବଜ୍ରପାତରେ ବି ଲୋକ ମରୁଛନ୍ତି। ଅଦିନ କୁହୁଡି, ଅଦିନିଆ ପାଗ, ବାତ୍ୟା, ସମୁଦ୍ର ମାଡି ଆସିବା ସହିତ ବିଭିନ୍ନ ଘଟଣା, ଅସମ୍ଭବ ଘଟଣା ମାନ ଘଟିବ, ଯାହା ଘଟୁଛି। ତେଣୁ ଆପଣ ନିଜ ସ୍ୱଚକ୍ଷୁରେ ଏସବୁ ଘଟଣା ଦେଖୁଛନ୍ତି। ଧନ ଲୋଭରେ ନିଜର ବଡପଣ ସାବ୍ୟସ୍ତ କରିବା ପାଇଁ ଯୁବକ ମାନେ ଅକୁଳରେ ବିବାହ କରିବେ। ଅଚ୍ୟୁତ ମହାପୁରୁଷ କହିଛନ୍ତି, ଏହା ଘଟୁଛି ନା ଘଟୁନି? ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅବିଶ୍ୱାସ ଓ ଆତ୍ମକେନ୍ଦ୍ରିକତାର ପ୍ରାଚୀରି ମୁଣ୍ଡ ଟେକିବ ଏବଂ ସେମାନେ ଅକାଳରେ ଛାଡବାଡ ହେଇଯିବେ। ଅଳ୍ପ ଦିନ ବିବାହ ଭିତରେ ସେମାନେ ଛାଡବାଡ ହେଇଯାଉଛନ୍ତି। ଆପଣ ଦେଖନ୍ତୁ ଘରେ 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 ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ବିଚ୍ଛେଦ, କୌଣସି ପରିବାର ଗୋଟେ ଶାନ୍ତିରେ ନାହିଁ। ଏବଂ ସେ ପରିବାର ଶାନ୍ତି ହେବାକୁ ହେଲେ ଆମର ସନାତନ ମାର୍ଗଦର୍ଶନକୁ ସମସ୍ତେ ଗ୍ରହଣ କରନ୍ତୁ ଏବଂ ସାଧୁ ସନ୍ଥଙ୍କୁ ସମ୍ମାନ କରନ୍ତୁ। ନହେଲେ କଣ ହବ? ଭାଗବତରେ ଯେମିତି କୃଷ୍ଣଙ୍କ ପୁଅ ଶ୍ୟାମ୍ବ କଣ କହିଲା ଯେ ଶ୍ୟାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି, କାହାକୁ? ଅଷ୍ଟବକ୍ର ଋଷି ଆସୁଛନ୍ତି, ଇଏ ଶ୍ୟାମ୍ବକୁ ନାରୀ ବେଶ କରି ତା ଉଦର ଭିତରେ ଗର୍ଭରେ ମାନେ ଗୋଟେ କପଡା ଫପଡା ଏବଂ ଗୋଟେ ଲୁହା ପାତ୍ରକୁ ପୁରେଇକି ଅଷ୍ଟବକ୍ରକୁ ପଚାରୁଛନ୍ତି, ହେ ଅଷ୍ଟବକ୍ର ଋଷି ଆପଣ ତ ତ୍ରିକାଳଦର୍ଶୀ, ଆପଣ କୁହନ୍ତୁ ଏହା ଗର୍ଭରୁ କେଉଁ ସନ୍ତାନ ଜନ୍ମ ହବ? ଋଷି କଣ କହିଲେ? ଋଷି ସ୍ପଷ୍ଟ କହିଲେ, ଏ ଗର୍ଭୁ ଜାତ ହେବ ଯେଉଁ ବାଳ ସେ ହେବ ଲହର ମୁଷଳ। ସେଇ ଲହର ମିଶଳ ୟାଙ୍କୁ ବିନାଶ କରିଦେଲା କି ନାଇଁ? ଶ୍ରୀକୃଷ୍ଣଙ୍କ ବଂଶ ପୁରା ନିପାତ ହେଇଗଲା କି ନାଇଁ? ସେ ରହିଲେ? ବୁଡିଗଲା କି ନାଇଁ? ଆପଣଙ୍କର ଦ୍ୱାରିକା ରହିଲା? ସମୁଦ୍ରରେ ବୁଡିଗଲା। ଯଦି ପ୍ରଭୁ ଶ୍ରୀକୃଷ୍ଣ ଗଢିଥିବା ଦ୍ୱାରିକା ଅଭିଶାପ ଯୋଗୁ ହଉ, ଗାନ୍ଧାରୀଙ୍କର କିମ୍ବା ବିଧିର ବିଧାନ ଯୋଗୁ ହଉ ସେ ବୁଡିଗଲା ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କର ପିଲାମାନେ ଅନ୍ୟାୟ ଅନୀତି କରିବାରୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଚାହିଁଲେନି, ସେମାନେ ମଧ୍ୟ ଅକାଳରେ ଝଡି ପଡିଲେ। ତେଣୁ ଅଗମ୍ୟ ଭାବ ଜାଣେ ଯଶୋବନ୍ତ, ଗାର କଟା ଯନ୍ତ୍ର ଜାଣେ ଅନନ୍ତ, ଆଗତ ନାଗତ ଅଚ୍ୟୁତ ଗଣେ, ବଳରାମ ଦାସ ତତ୍ତ୍ୱ ବଖାଣେ, ଭକ୍ତିର ଭାବ ଜାଣେ ଜଗନ୍ନାଥ, ପଞ୍ଚସଖା ଏ ଓଡିଶା ମହନ୍ତ। ସେମାନେ ଯାହା କହିଛନ୍ତି, ତେଣୁ ଆମେ କିଛି କହୁନୁ। ସେମାନେ ଯାହା କହିଛନ୍ତି ଆମେ କାହାକୁ ଡରେଇବାକୁ ଚାହୁଁନୁ, ଆମେ ସତର୍କ କରିବାକୁ ଚାହୁଁଛୁ ଯେ ଆପଣ ମାନେ ଆମର ପଞ୍ଚସଖା ଉତ୍କଳୀୟ ପଞ୍ଚସଖା ମାନେ, ଉତ୍କଳୀୟ ବୈଷ୍ଣବ ମାନେ ଯାହା ଯାହା ଆମକୁ ମାର୍ଗଦର୍ଶନ କରିକି ଯାଇଛନ୍ତି ତାକୁ ମାନନ୍ତୁ, ପିତାମାତାଙ୍କୁ ସମ୍ମାନ କରନ୍ତୁ, ଗୁରୁ ଗୁରୁଜନଙ୍କୁ ସମ୍ମାନ କରନ୍ତୁ, ସାଧୁ ସନ୍ଥ ମାନଙ୍କୁ ସମ୍ମାନିତ କରନ୍ତୁ ଏବଂ ଆପଣ ବ୍ରାହ୍ମଣଙ୍କର ସେବା, ଗୋ ସେବା ଏସବୁ କରନ୍ତୁ। ଆପଣ ଦେଖିବେ ବିଧି ମୁତାବକ ଭାବରେ ଯଦି ଆପଣ ଚଳିବେ ଆପଣଙ୍କ ପ୍ରତି ଇଏ ବିପଦ ରହିବ ନାହିଁ, ଇଏ ବିପଦ ଟଳିବ। କଳିକାଳ ରୀତି ବଡ ବିପରୀତ, ଜ୍ଞାନୀ ହେବ ବାଟ ବଣା, ହରି ନାମ ଯେଉଁ ଅମି ଅମୃତ,
ବେଳ ହୁଁ କର ଠିକଣା। ଅଚ୍ୟୁତାନନ୍ଦଙ୍କର ଶିବକଳ୍ପରେ ଏ ପଦକ କୁହାଯାଇଛି। କଣ କୁହାଗଲା? କଳି କାଳ ରୀତି ବଡ ବିପରୀତି ଜ୍ଞାନୀ ହେବେ ବାଟ ବଣା। ହରିନାମ ଯେଉଁ ଅମିୟ ମୃତ ବେଳୁ ହୁଁ କର ଠିକଣା। ତେଣୁ ଇଏ ହରିନାମକୁ ଆପଣ କଣ ଜପୁଛନ୍ତି? ଯୋଉମାନେ ହରିନାମ ଜପୁଛନ୍ତି ସେମାନେ କେତେ ଶୁଦ୍ଧପତ। ଏବଂ ହରିନାମ ହଉଛି ମହାମନ୍ତ୍ର। ତାକୁ କିଏ କୋଉ ସମ୍ବଲପୁରୀ ଭାଙ୍ଗରେ ପକେଇଲାଣି, କିଏ ନେଇକିରି ଯାଇ ଫୁଲ ଭାଙ୍ଗରେ ପକେଇଲାଣି, ଏମିତି ନୁହେଁ। ହରିନାମ ଗୋଟେ ଭକ୍ତିର କଥା। ହରିନାମ ହଉଛି 16 ନାମ 32 ଅକ୍ଷରର କଥା। ସେ ହଉଛି ବ୍ରହ୍ମ ଜ୍ଞାନ, ସେ ହଉଛି ବ୍ରହ୍ମ ମନ୍ତ୍ର। ସେଇ ବ୍ରହ୍ମ ମନ୍ତ୍ରକୁ ମହାମନ୍ତ୍ରକୁ ଠିକ ଭାବରେ ଯାହା ତାର ବିଧି ତଦ୍ବିଧି ପରିପାତନ ପରିପ୍ରସନ ସେବୟା ବିଧି ଭାବରେ ତାକୁ ପ୍ରଣାମ କରି ତାକୁ ସମ୍ମାନଜନକ ଭାବରେ ଯଦି ପାଳନ କରିବେ, ଏ ଯୋଉ ମହାଘୋର ଏହି କଳି ଯେ ଦୁସ୍ତର ହରି ଆଶ୍ରେ କର ନର। ମହାଘୋର ଏହି କଳି ଯେ ଦୁସ୍ତର ହରି ଆଶ୍ରେ କର ନର। ଶ୍ରୀକୃଷ୍ଣ ପାଦରେ ଚିତ୍ତ ଦେଇଥିଲେ ଘରେ ନ ପଶିବ ଚୋର। କଣ କୁହାଗଲା ଏଠି? ଯଦି ହରେ କୃଷ୍ଣ ମହାମନ୍ତ୍ର ସେଇ ପ୍ରଭୁ ଶ୍ରୀ ରାମଙ୍କ ପଦାର ବିନ୍ଦରେ ମନକୁ ରଖନ୍ତୁ, ପ୍ରଭୁ ଶ୍ରୀ କୃଷ୍ଣଙ୍କ ପଦାର ବିନ୍ଦରେ ମନକୁ ରଖନ୍ତୁ। ହରେ କୃଷ୍ଣ ମହାମନ୍ତ୍ରକୁ ଟିକେ ଜପ କରନ୍ତୁ, ସାଧୁ ସନ୍ଥ ମାନଙ୍କୁ ସମ୍ମାନ କରନ୍ତୁ, ଦେବତା ମାନଙ୍କୁ ପୂଜା ପାଠରେ ଉପଯୁକ୍ତ ପୂଜା ପାଠ କରନ୍ତୁ। ସେଥିରେ ଆପଣ ଯୋଉ ଦେଖନ୍ତୁ ନେମାଳରେ ଲାଗିଲା ଅଗ୍ନିକାଣ୍ଡ। ମୁଁ ଯାଇଥିଲି ମାସେ ତଳେ, ଏଇ ନେମାଳ ଯୋଉ ମହୋତ୍ସବ ହେଲା ସ୍ନାନ ପୂର୍ଣ୍ଣିମା ମହୋତ୍ସବ, ତାର ମାସକ ପୂର୍ବରୁ ଆମେ ଯାଇଥିଲୁ ନେମାଳକୁ। ନେମାଳରେ କଣ କରାହଉଛି? ସିଏ ହଉଛନ୍ତି ବିଷ୍ଣୁଙ୍କ ଭକ୍ତ ହଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ। ସେ ସମାଧି ପୀଠ। ସେଠି ପଦ୍ମ ଫୁଲ ଦେଲ ଠିକ ଅଛି, ଟଗର ଫୁଲ ଦେଲ ଠିକ ଅଛି, ଅନ୍ୟ ଯେତେ ପୁଷ୍ପ ଦେଲେ ଚଳିବ। ସେଥିରେ କନିଆରୀ ଫୁଲ ଦେଇ ଦଉଛନ୍ତି, ମନ୍ଦାର ଫୁଲ ଦେଇ ଦଉଛନ୍ତି ମିଶେଇକି। ତୁଳସୀ ସାଙ୍ଗରେ ମନ୍ଦାର କନିଆରୀ ଗୁନ୍ଥା ଯାଇ ପାରିବନି। ଏ କାରଣ ତୁଳସୀ ହଉଛି ବିଷ୍ଣୁଙ୍କର ଏବଂ ମନ୍ଦାର କନିଆରୀ ହେଉଛି ମା ଦେବୀ କାମାକ୍ଷୀଙ୍କର। ତେଣୁ ଇଏ ଉଭୟଙ୍କୁ ଏକାଠି ଯୋଡିକିରି କରୁଛନ୍ତି। ଆଉ କଣ କରୁଛନ୍ତି ନା, ସେଇଠି ଆପଣ ଦେଖିବେ ଜଣେ ଲୋକ ଯିଏ ଯାଇଛନ୍ତି ପୂଜା ପାଠ କରିବାକୁ କି ଅଚ୍ୟୁତଙ୍କର ଦର୍ଶନ କରିବାକୁ, ସେ ଯଦି 2000 ଟଙ୍କା ଗାଡି ଭଡା କରିକି ଯାଇଛନ୍ତି, ଯଦି 200 ଟଙ୍କା ପେଟ୍ରୋଲ ପକେଇକି ଗାଡିରେ ଯାଇଛନ୍ତି, ଯଦି ସେ ସେଠି ଖାଇବା ପିଇବା ବାବଦରେ ନିଜ ପାଇଁ 150 ଖର୍ଚ୍ଚ କରୁଛନ୍ତି, ଯଦି ଭୋଗ ଲଗାଉଛନ୍ତି 100 ଟଙ୍କା, ସେ କଣ 5 ଟଙ୍କା ଦୀପ 10 ଟଙ୍କା ଦୀପ ବଦଳରେ 50 ଟଙ୍କିଆ ଦୀପ ଗୋଟିଏ ଜଳେଇ ପାରିବେନି? ଯାହା ଦୀପଂ ଜ୍ୟୋତି ପରମ ବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେତ ପାପ, ଦୀପଂ ଜ୍ୟୋତି ନମ ନମ, ଯାହା ହଉଛି ପରମ ବ୍ରହ୍ମ। ଦୀପ ହିଁ ହଉଛି ଆଦି ଦେବତା ସୂର୍ଯ୍ୟଙ୍କର ପ୍ରତିନିଧି, ଅଗ୍ନି ହଉଛି ଗୁରୁ ବ୍ରାହ୍ମଣଙ୍କର ଗୁରୁ ଏବଂ ବ୍ରାହ୍ମଣ ହଉଛନ୍ତି ଜଗତର ଗୁରୁ। ତେଣୁ ଆମର ଗୁରୁ ହଉଛନ୍ତି ବ୍ରାହ୍ମଣ। ତାଙ୍କ ପାଦ ତଳେ ଆମେ ପ୍ରଣାମ କରି ତାଙ୍କର ପାଦ ଧୂଳି ଟିକେ ମଥାରେ ମାରି ଭଗବାନଙ୍କୁ ଆମେ ଖାଣ୍ଟି ଗୁଆ ଘିଅରେ, ଖାଣ୍ଟି ଘିଅରେ 10 ଟଙ୍କା ଜାଗାରେ 50 ଟଙ୍କା ପଛେ ଖର୍ଚ୍ଚ ହଉ, ପ୍ରଭୁଙ୍କୁ ଟିକେ ଆମେ କଣ ଖାଣ୍ଟି ଘିଅରେ ଆଳତି କରିପାରିବାନି? ଆମେ କାହିଁକି ମୋବିଲି କୋଉଠି ଡୁପ୍ଲିକେଟ 200 ଟଙ୍କିଆ ଘିଅ, କୋଉଠି 200 ଟଙ୍କାରେ ଘିଅ ମିଳିବ, ମୋବିଲି ମିଳିବନି 200 ଟଙ୍କାରେ ଘିଅ କେମିତି ମିଳିବ 1 ଲିଟର? ତେଣୁ ସେଇ ଯୋଉ ଡୁପ୍ଲିକେଟ ସବୁ ଚାଲିଛି, ନକଲି ଚାଲିଛି, କି ଅଦ୍ଭୁତ କଥା। ଆପଣ ଭକ୍ତ, ଆପଣ ଯିବେ ପ୍ରଭୁଙ୍କ ପାଖକୁ, ଆପଣ ତାଙ୍କୁ ନକଲି ଜିନିଷ କାହିଁକି ଦେବେ? ଆପଣ ନ ଦିଅନ୍ତୁ। ଜଗନ୍ନାଥ ଆପଣଙ୍କୁ ମାଗୁନାହାନ୍ତି, ଅଚ୍ୟୁତ ମହାପୁରୁଷ ଆପଣଙ୍କୁ ମାଗୁନାହାନ୍ତି, ସିଏ ଆପଣ ନଦେଲେ ବି ଉପାସ ରହିବେନି। ଆପଣ ଦେବେ, ପୁଣି ନକଲି ଦେବେ କାହିଁକି? ଏଇ ଯୋଉ ନକଲି ଭକ୍ତି, ଇଏ ନକଲି ଭକ୍ତିରେ ଅଗ୍ନିକାଣ୍ଡ ହବ, ଇଏ ନକଲି ଭକ୍ତିରେ ହଇଜା ପଡିବ, ଇଏ ନକଲି ଭକ୍ତିରେ ଆପଣଙ୍କୁ ବୋମା ମାଡ ହବ, ଇଏ ନକଲି ଭକ୍ତିରେ ଯୁଦ୍ଧ ହବ। ଭାରତ ବର୍ତ୍ତମାନ ପାକିସ୍ତାନ ସହିତ ଯୁଦ୍ଧ କଲା। ଆପଣ ଦେଖୁଛନ୍ତି ଭାରତ ବାହାରେ ସବୁଠି ଭୂମିକମ୍ପ ଅକାଳ ପଡୁଥିଲା। ବର୍ତ୍ତମାନ ଯୁଦ୍ଧ ପରେ ପରେ ଯୁଦ୍ଧ ବନ୍ଦ ହେଇଛି। ଇଏ ଯୁଦ୍ଧ ବନ୍ଦ କରିବା କଥା ନୁହଁ। କାହିଁକି ବନ୍ଦ କରିଛି? ବନ୍ଦ କଲା ପରେ ବର୍ତ୍ତମାନ ଅକାଳ ଭାରତରେ ବେଶୀ ପଡୁଛି। ତେଣୁ ଇରାନ ଆଉ ଗୋଟେ ପଟେ ଇରାକ ମଧ୍ୟ ଯୋଉ ଇରାକ ଆଉ ଇସ୍ରାଏଲର ଯୋଉ ଚାଲିଛି ଭୟଙ୍କର ପରିସ୍ଥିତି ମଧ୍ୟ ରହିଛି। ଆଉ ଗୋଟେ କଥା କହିବା, ରଥଯାତ୍ରା ଗୋଟେ ବଡ ସସ୍ପେନ୍ସ ରହୁଛି। ରଥଯାତ୍ରା ଦେଖନ୍ତୁ, ରଥଯାତ୍ରା କଣ ହବ ନହବ ସେଠି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ସିଏ, ଆମେ ବଡପଣରେ କିଛି କହିବାନି। କିନ୍ତୁ ରଥଯାତ୍ରା ପୂର୍ବରୁ ଯୋଡାଏ ବଡ ଭାଇରସ ବର୍ତ୍ତମାନ ଆକ୍ରମଣ କରିଛି। ଗୋଟେ ହଉଛି କୋରୋନା ଭାଇରସ କଥାକୁ ନେଇକି ତ ବୋଧ ହୁଏ ବନ୍ଦ ହେଇଯାଇପାରେ କି? ଗୋଟେ ନାଇଁ ରଥଯାତ୍ରା ଲୋକ ଯାଇ ନ ପାରନ୍ତି, ରଥଯାତ୍ରା ବନ୍ଦ ହବନି। ଗୋଟେ ଆସିଛି କୋରୋନା, ଗୋଟେ ଆସିଛି ହଇଜା ଏବଂ କୋରୋନା ହଇଜା ସହିତ ବିଦେଶୀ ମାନଙ୍କର ଦୃଷ୍ଟି ରହିଛି ଭାରତ ଉପରେ। ପାକିସ୍ତାନର ଦୃଷ୍ଟି, ଚାଇନାର ଦୃଷ୍ଟି, ଅନ୍ୟ ଆଫଗାନିସ୍ତାନର ଦୃଷ୍ଟି, ଇଏ ତୁର୍କୀର ଦୃଷ୍ଟି, ବିଭିନ୍ନ ଦେଶର ଆମ ପ୍ରତି ଗୋଟେ କ୍ରୋଧାନ୍ୱିତ ଦୃଷ୍ଟି ରହିଛି।
ତେଣୁ କେତେବେଳେ କୋଉ କଥା ଘଟିବ ସେଥିପ୍ରତି ଭାରତ ସରକାର ସଜାଗ ଅଛନ୍ତି। ଭାରତ ସରକାର ଭାରତର ଜନସାଧାରଣଙ୍କୁ ଖାଦ୍ୟ ପାନୀୟ ବସ୍ତ୍ର ସୁରକ୍ଷା ଦିଗରୁ କେମିତି ସୁରକ୍ଷିତ ରଖିବେ ସେଥିପ୍ରତି ସଜାଗ ରହିଛନ୍ତି। କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ ହଉଛନ୍ତି ଆମର ଉତ୍କଳର ନେତା, ହଉଛନ୍ତି ଏକମାତ୍ର ପ୍ରଭୁ ଶ୍ରୀ ଜଗନ୍ନାଥ। ତେଣୁ ଉତ୍କଳର ନେତା ଯେତେବେଳେ ଜଗନ୍ନାଥ ଅଛନ୍ତି ଆମେ ତାଙ୍କର ନେତୃତ୍ୱରେ ଅଛୁ, ଆମର କିଛି ଅଘଟଣ ଘଟିବନି। କିନ୍ତୁ ସତର୍କ ହିଁ ଜ୍ଞାନର ପ୍ରଥମ ଚରଣ। କଣ ନା ସତର୍କତା ହେଉଛି ଜ୍ଞାନର ପ୍ରଥମ ଚରଣ। ତେଣୁ ଆପଣ ଯେତେ ଜ୍ଞାନୀ ହୁଅନ୍ତୁ, ଆପଣ ଯଦି ବାହାର ଗାଁର ପୋଖରୀକି ଯାଇଛନ୍ତି, ଆପଣ ଯଦି ପାଣି ବିଷୟରେ ନ ଜାଣି ପାହାଚ ବିଷୟରେ ନ ଜାଣି ଗୋଡ ପକେଇବେ ଆପଣ ଖସିକି ପଡିବାଟା ଧାର୍ଯ୍ୟ, ବୁଡି ମରିଯିବାଟା ମଧ୍ୟ ଧାର୍ଯ୍ୟ ହବ। ତେଣୁ ଯେତେ ବଡ ଜ୍ଞାନୀ ହେଲେ ମଧ୍ୟ ଆପଣ ଯଦି ସତର୍କ ନ ରହିବେ ଆପଣ ବୁଡିଯିବେ। ତେଣୁ ଆପଣ ସତର୍କ ରୁହନ୍ତୁ, ଜ୍ଞାନୀ ହୁଅନ୍ତୁ, ସାଧୁ ହୁଅନ୍ତୁ, ଆପଣ ମୂର୍ଖ ହୁଅନ୍ତୁ, ମୂଢ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ଆପଣ ପ୍ରତ୍ୟେକ କାର୍ଯ୍ୟରେ ମାପି ଚୁପି ଚାଲନ୍ତୁ। ପାଣି ନ ମାପି ଡେଇଁ ପଡିବା ଗୋଟେ ଦୁଃସାହସର କଥା, କିନ୍ତୁ ବୁଡି ଯିବାଟା ଗୋଟେ ଅକାଳ ବିୟୋଗର କଥା। ତେଣୁ ସେଥିପ୍ରତି ସତର୍କ ରହିବାକୁ ହବ। ପ୍ରଭୁ ଶ୍ରୀ ଜଗନ୍ନାଥ କୃପା କରନ୍ତୁ, ସମସ୍ତେ ଆନନ୍ଦରେ ରହନ୍ତୁ। ଏ ବର୍ଷ ରଥଯାତ୍ରାଟି ପ୍ରଭୁ କେମିତି ଭଲରେ କରିଦିଅନ୍ତୁ ଏବଂ ଆପଣଙ୍କ ଅନନ୍ତ କୃପା ଚ୍ୟାନେଲ ଯାହା ବାରମ୍ବାର ଘୋଷଣା କରୁଛି ତାହା ହଉଛି। ମୁଁ ଅନନ୍ତ କୃପା ଚ୍ୟାନେଲର ଦୀର୍ଘ ଜୀବନ କାମନା କରୁଛି, କାରଣ ଅନନ୍ତ କୃପା ଚ୍ୟାନେଲ ସମସ୍ତ ଓଡିଶାବାସୀଙ୍କୁ ଡରଉନି, ସତର୍କ କରାଉଛି। ଏଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ପଞ୍ଚସଖା।